ପିଲେ ମାନେ ଆଜି ଆମେ ଶୁଣିବା କଇଁଚ ଆଉ ଠେକୁଆ ଗପ। ଆମ ଗପ ଗୁଡ଼ିକ ଆପଣ ମାନଙ୍କୁ ଭଲ ଲାଗିଲେ ପିଲେ ତମେ ମାନେ ଲାଇକ୍ ସେୟାର ଆଉ ସବସ୍କ୍ରାଇବ କରିବାକୁ ଭୁଲିବ ନାହିଁ। ତେବେ ଚାଲ ଆଜିର ଏଇ ଶିକ୍ଷଣୀୟ ଗପଟିକୁ ଶୁଣିବା। ଏହା ଏପରି ଏକ ଗଳ୍ପ ଯେଉଁଥିରେ ଧୀର ପାଣି ପଥର କାଟର ନୀତି ଶିକ୍ଷା ମିଳିଥାଏ। କେଭଳି ଧୀରେ ସୁସ୍ଥେ ଆମେ ଯେଉଁ କାର୍ଯ୍ୟ କରିବା ସେଥିରେ ସଫଳତା ନିଶ୍ଚିତ ମିଳିବ ବୋଲି ସେହି ଶିକ୍ଷା ଦିଆଯାଇଥାଏ। କିଭଳି ଜୀବନରେ ସଫଳତା ପାଇବାକୁ ହେଲେ ଆମକୁ ପରିଶ୍ରମ ଲଗାତାର କରିବାକୁ ହେବ ତାହା ଏହି ଗଳ୍ପ ମାଧ୍ୟମରେ ଆମକୁ ପିଲାଦିନୁ ଶିକ୍ଷା ମିଳିବ। ତେବେ ଆସନ୍ତୁ ଜାଣିବା ଗଳ୍ପର ମୂଳ ବିଷୟବସ୍ତୁ। ଏକଦା ଗୋଟିଏ ଜଙ୍ଗଲରେ ଠେକୁଆ ଓ କଇଁଚ ବାସ କରୁଥିଲେ। ଉଭୟ ନିଜ ନିଜ ଜୀବନରେ ଖୁସିରେ ଥାନ୍ତି। ଠେକୁଆ ଖୁବ୍ ଜୋରରେ ଦୌଡ଼ି ପାରୁଥିବାରୁ ତାର ଭାରି ଗର୍ବ ଥାଏ। ସେ ସବୁବେଳେ କଇଁଚର ମଜାକ ଉଡାଉଥାଏ। ଦିନେ ଠେକୁଆ କହିଲା, କଇଁଚ ଭାଇ, ମୁଁ ତୁମ ସହିତ ଦୌଡ଼ ପ୍ରତିଯୋଗିତା କରିବାକୁ ଚାହୁଁଛି। ଯଦି ତୁମେ ଜିତିବ ତେବେ ମୁଁ ଆଉ ତୁମକୁ କେବେ ବି ହଇରାଣ କରିବି ନାହିଁ। ଏହାପରେ କଇଁଚ ରାଜି ହୋଇଗଲା ଦୌଡ଼ିବା ପାଇଁ। ଠେକୁଆ ଖୁବ୍ ଖୁସି ଥିଲା, କାରଣ ସେ ଜାଣିଥିଲା ସେ କଇଁଚକୁ ସଙ୍ଗେ ସଙ୍ଗେ ଖରାଇ ଦେବ। ଏହାପରେ ଭୟଙ୍କର ଦୌଡ଼ ଦେଖିବା ପାଇଁ ଜଙ୍ଗଲର ଅନେକ ପଶୁ ସେଠି ଏକାଠି ହେଲେ ଏବଂ ଦୌଡ଼ ଆରମ୍ଭ ହେଲା। ଦୌଡ଼ ଆରମ୍ଭରୁ ଠେକୁଆ ଖୁବ୍ ଜୋରରେ ଦୌଡ଼ି ଦୌଡ଼ି ଆଗକୁ ଚାଲିଲା। କଇଁଚ କିନ୍ତୁ ଧୀରେ ଧୀରେ ବାଟ ଚାଲୁଥାଏ। କିଛି ବାଟ ଯିବା ପରେ ଠେକୁଆ ଦେଖିଲା କଇଁଚ ଅନେକ ପଛରେ ପଡ଼ିଯାଇଛି। ତେଣୁ ସେ ଭାବିଲା କିଛି ସମୟ ବିଶ୍ରାମ ନେଇଗଲେ ଅସୁବିଧା କ'ଣ? ଯାହା ପରେ ଉଠି ସେ ପୁଣି ଦୌଡ଼ିବା ଆରମ୍ଭ କରିବ। ଏହିପରି ଭାବି ସେ କିଛି ସମୟ ବିଶ୍ରାମ ନେଇଗଲା। ହେଲେ ଏହାରି ଭିତରେ ତାକୁ ନିଦ ଲାଗିଗଲା। କିନ୍ତୁ ଏପଟେ କଇଁଚ ଧୀରେ ଧୀରେ ଚାଲୁଥିବାରୁ ତାକୁ ଥକା ଲାଗିଲା ନାହିଁ କି ସେ ଅଧା କାର୍ଯ୍ୟରେ ବିଶ୍ରାମ ନେବା କଥା ଭାବିଲା ନାହିଁ। ସେ ଧୀରେ ଧୀରେ ଚାଲି ଚାଲି ଠେକୁଆକୁ ଅତିକ୍ରମ କରି ଆଗକୁ ଚାଲିଲା। ଠେକୁଆର ନିଦ ଭାଙ୍ଗିଲା ବେଳକୁ କଇଁଚ ପ୍ରତିଯୋଗିତା ଜିତି ସାରିଲାଣି। ଏହିପରି ଭାବେ ଠେକୁଆ ନିଜ ଗର୍ବ କାରଣରୁ କଇଁଚ ଠାରୁ ହାରିଗଲା। ହେଲେ କଇଁଚ ନିଜର ଲଗାତାର ପରିଶ୍ରମ କାରଣରୁ ଠେକୁଆକୁ ହରାଇବାରେ ସମର୍ଥ ହୋଇପାରିଲା। ତେଣୁ କଥାରେ କୁହାଯାଇଛି, ଧୀର ପାଣି ପଥର କାଟେ। ପିଲାମାନେ ବୁଝିପାରିଲ ନାହିଁ? ତମେ ସବୁବେଳେ ଧୀରେ ସୁସ୍ଥେ ଭାବରେ ଗୁରୁଜନ ମାନଙ୍କର କଥା ମାନି କାମକୁ କଲେ ଜୀବନରେ ଆଗକୁ ବଢି ଚାଲିବ। ଆଉ ଆମ ଗପକୁ ତମେ ପିଲେମାନେ ଲାଇକ୍ ସେୟାର ଏବଂ ତମ ସାଙ୍ଗମାନଙ୍କ ମଧ୍ୟରେ ସବସ୍କ୍ରାଇବ କରିବ। ଆଉ ସବୁବେଳେ ବାପା ମା ଗୁରୁଜନ ମାନଙ୍କ କଥା ମାନିବା ପାଇଁ କେବେ ବି ହେଳା କରିବ ନାହିଁ।